ତ हेलो भाई जय जगन्नाथ ମୁଁ ହେଲି ଗୋଟେ ଶିବମ୍ ଟିମ୍ ଓଡ଼ିଶା ଗିଲ୍ଡର ଲିଡର। ତ ଆଜି ଗୋଟେ ନୂଆ ଭିଡ଼ିଓକୁ ସ୍ୱାଗତ ଜଣାଉଛି। ସେ ଚାଲନ୍ତୁ ଯିବା ଆଜିର ଡାକିବା ଛକାକୁ ଆଗେ। କୁହ କ'ଣ କରୁଛୁ କିରେ? ଏଇ ତ ପେଟେଇଥିଲି ଆଉ ପେଟେଇକି ଶୋଇଛି ଆଉ କାଲି ଯୋଉ ଫିସ୍ଟା ହେଇଛି କେମିତି ଲାଗିଲା? ଆଉ କଣ କରିବ ଭାଇ, କାଲି ତମେ ଯୋଉ ଚିକେନ ଟା କରିଥିଲ ପୁରା ବୋବାଲ ଲାଗୁଥିଲା, ଲାଗୁଥିଲା ମାନେ ଜୀବନରେ କେବେ ଖାଇନି, ଫାର୍ଷ୍ଟ ଟାଇମ ପାଇଁ ଖାଇ ପୁରା ନଙ୍ଗା ରଷିଆନ ଷ୍ଟାଇଲରେ ଚିକେନ ଟା ହେଇଥିଲା। ଓହୋ ଥ୍ୟାଙ୍କ ୟୁ ମୁଁ ତ ଜାଣିଥିଲି ତୁ ସେଇଆ କହିବୁ। କୋଉ ମସଲା ଟିକେ ପକେଇଥିଲ? ମୁଁ ଟିକେ ଗୁଲମରିଚ ଗୁଣ୍ଡ ତା ସାଙ୍ଗକୁ ଗରମ ମସଲା ଟିକେ ଅଧିକ ମାରିଥିଲି। ଆଉ ଶୁଣୁ କାହାକୁ କହିବୁନୁ, ଆମର କାଲି ଗାଲୁଆ ଆସିନଥିଲା ଫିଷ୍ଟକୁ ହେଲା, ପଇସା ଦେଲାନି କି ଆସିଲାନି, ତାକୁ ମାଗି ଆଜି ପୁରା ଜଳେଇବା ଆଉ ହେଲା। ତାକୁ ଡାକୁଛି କହିବୁ ହେଲା। ହଁ ଶୁଭମ ଭାଇ କୁହ କଣ ହେଲା? ଆଉ କଣ କରୁଛ କଣ? କଥା ଆଉ ଆଲବର୍ଟ କାଲି ଫିସ୍ଟା କେମିତି ହେଇଛି? ଫିଷ୍ଟ ଟା ପୁରା ବୋବାଲ ହେଇଥିଲା। ଖାଲି ମିସ୍ କରୁଥିଲୁ ଆମେ ଗଲାଇକୁ, ନହେଲେ ଫିଷ୍ଟ ଆସିଲେନି। ତରକାରୀ ଭଳିଆ ହେଇଥିଲା, ପୁରା ନଙ୍ଗା। ଜାଣିବା ମୁଁ ପୁରା ଏମିତି ଜିନିଷ ପୁରା ଛୁଙ୍କ ମାରିକି କରିଥିଲି, ସେ ପୁରା ସବୁ ବଢିଆ ହବ ବା। ତରକାରୀ କଣ ପକେଇଥିଲ ଟିକେ କହିଦେଲ? ତରକାରୀ ସବୁ ପଡିଥିଲା, ଗରମ ମସଲା, ଚିକେନ ମସଲା, ତାପରେ ଆମର ଚାଟ ମସଲା, ତାପରେ ଆମର ଆମର ଗୁଲମରିଚ ଗୁଣ୍ଡ ସବୁ ଆମର ପଡିଥିଲା। ଟିକେ ପକେଇଦେଲାନି ଶାଳା, ନ ଡାକିନା ମତେ ଏଠି ଆସିକିନା ରୋଷ୍ଟ ମାରୁଛ ଶାଳା। ପଟ ଚାଲ ପଳେଇଲା। ଛାଡ ସେ ବାଣ୍ଟ ମାଇକିଆ 100 ଟଙ୍କା ଥିଲେ ମଦ ପିଇଥାନ୍ତି, ଆକୁ ଯାଉଥିଲି 200 ଟଙ୍କା ଦେଇ ଫିଷ୍ଟ କରିବି। ଆଜ୍ଞା 100 ଟଙ୍କା ଦେଲେ ମଦ ପିଇଥାନ୍ତି। ବାଳ ଫିଷ୍ଟ ମୋ ବାଳ ମାଗିଆ ଚିକେନଟା ଭଲ ହେଇଥାନ୍ତା ରେ। ଭଲ କରିଥିବ ମାଗିଆ, ଜାଣିଛି ମୁଁ ଶୁଭମ ଭାଇ। ଆଲବର୍ଟ କହିଲା ମାନେ ଭଲ କରିଥିବ ସେଟା।